ପିଲାମାନେ ପ୍ରଥମେ ପ୍ରଥମେ ଯେତେବେଳେ ଚାଲନ୍ତି ନା ସବୁ ମାଆ ମାନଙ୍କ ମନରେ ଗୋଟିଏ ଭୟ ଥାଏ, ମୋ ପିଲା ପଡ଼ିଯିବନି ତ, ମୋ ପିଲାର କିଛି ହେଇଯିବନି ତ। କିନ୍ତୁ ଏଇଟା ଭାବିବା ପୁରା ଭୁଲ। କାହିଁକିନା ଯେତେବେଳେ ସେ ପ୍ରଥମେ ପ୍ରଥମେ ମାଟିରେ ପାଦ ଦିଅନ୍ତି ନା, ସେ ଭାବନ୍ତି ଆମେ ଦୁନିଆର ସବୁଠାରୁ ଶକ୍ତିଶାଳୀ ପିଲା। ଯେମିତି ମାଟିରେ ପାଦ ଦେବୁ ଆମେ ସେମିତି ସମସ୍ତଙ୍କ ଚପଲ ଗୋଟେଇବାର ଲାଗିବ। ଆଉ ସେଥିରୁ ହେଉଛି ମୋ ମାମା ଜଣେ। ଦେଖନ୍ତୁ ସମସ୍ତଙ୍କ ଚପଲ ଗୋଟେଇ ଗାଟେଇ ପିନ୍ଧିକି କେବଳ ନିଜ ଚପଲ ଛାଡ଼ିକି ନେଇକି ଆସିଲେ। ମୁଁ ଏବେ ରୋଡ଼ ପଟକୁ ଏଠି ଦେଖନ୍ତୁ ବୋଉ କ'ଣ କରୁଛି, ଟୋକେଇରେ ଗୋବର ଲଗାଯାଉଛି। ଏସବୁ ତ ଏବେ ଦେଖିବାକୁ ମିଳୁନି, ସେତେବେଳେ ବହୁତ ଥିଲା। ସମସ୍ତଙ୍କ ଘରେ ବି ଥିଲା। ସେଠାରେ ନା ଗୋଟେ ସବୁବେଳେ ଗୋଟେ ବଗ ଆସିକି ଚଲାବୁଲା କରେ, ତ ମାମା ସବୁବେଳେ ରୋଡ଼କୁ ହାତ ଦେଖାଇ ମୁଁ ଯିବି ବୋଲି। ଦେଖନ୍ତୁ ବଗ ବି ଆସିଗଲା। ମାମା ଯାଉଥିଲା କିନ୍ତୁ ପଡ଼ି ଯାଇଥିଲା, ମୁଁ ତାକୁ ଧରି ନେଲି, ତ ମୁଁ ତାକୁ ଘରକୁ ନେଇକି ପଳେଇ ଆସିଲି। ଝିଅ ବଡ଼ ହେଲେ ମୋତେ ଲାଗୁଛି ଗୋଟେ ବଡ଼ ଡିଟେକ୍ଟିଭ୍ ଟିକେ ବନିବ, କାହିଁକିନା ଯେଉଁଠି ଯାହା ମୁଁ ଥଉଛି ତାକୁ ଖୋଜି ଖାଜି କରି ବାହାର କରିନେଉଛି। ଏ ମ୍ୟୁଜିକାଲ ବହିଟା ମୁଁ କେବେଠାରୁ ତାକୁ ମଗେଇଥିଲି, ମାନେ ଯେତେବେଳେ ସିଏ 8 ମାସ 9 ମାସରେ ହେଇଥିଲା, ତ ଜାଣିପାରୁନଥିଲା, ସେଥିପାଇଁ ମୁଁ ରଖିଦେଇଥିଲି। ମାମା ସବୁ ଜିନିଷ ଜାଣିବାରେ ଲାଗିଲାଣି, ଯେଉଁ ଶବ୍ଦକୁ ତାକୁ କୁହାହେଉଛି ତ କହିବାକୁ ଚେଷ୍ଟା ବି ସେ କଲାଣି। ଏବେ ମାମାର ମନ ଇଚ୍ଛା ପାଠପଢ଼ା ଚାଲିଲା। ମୁଁ ଯଦି ଫଟୋଟା ଲେଉଟେଇ ଦେଲି ନା, ଦେଖନ୍ତୁ ସେ ରିଟର୍ନ ସେପଟକୁ ଲେଉଟେଇ ଦେଉଛି। ତ ଏମିତି ସବୁଦିନ ଚାଲିଛି ତାର ନଟଖଟ। ବହିରେ ତ ପାଠପଢ଼ା ଅଧିକ ହୋଇଗଲା, ସେଥିପାଇଁ ଆସିଲା ତା ମାସି ପାଖକୁ ଖେଳିବା ଲାଗି। ଆଜି ପାଇଁ ମୁଁ ରହିଯାଉଛି। ଆପଣମାନଙ୍କୁ ଯଦି ଆଜିର ବ୍ଲଗ୍ଟା ଭଲ ଲାଗିଥିବ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଜୟ ଜଗନ୍ନାଥ।